ପ୍ରିୟର ଦଶମ ଶ୍ରେଣୀ ପିଲାମାନେ, ଆଜି ଆମେ ପିଲାମାନେ ଆମର ଫାଷ୍ଟ ଚାପ୍ଟର ଏସିବିର କ'ଣ ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣର କ'ଣ ଅଭ୍ୟାସ ପ୍ରଶ୍ନପତ୍ର କରିବା। ଭଲରେ ବୁଝିବା ପିଲାମାନେ, ବହୁତ ସୁନ୍ଦର ଚାପ୍ଟର ଏବଂ ପରୀକ୍ଷାରେ ବହୁତ ଗୁଡ଼ିଏ କୋଶ୍ଚିନ୍ ଆସିବ ଏବଂ ଇଜିରେ କରିଦେବା, କିଛି ଏଥିରେ ହାର୍ଡ଼ ନାହିଁ। ଫୁଲରୁ ଫୁଲ୍ ମାର୍କ, ସର୍ଟ କୋଶ୍ଚିନ୍ ପଢ଼ୁ ଲଙ୍ଗ କୋଶ୍ଚିନ୍ ପଢ଼ୁ ସବୁ କରିବା। ତାହେଲେ 1 ନମ୍ବର ପ୍ରଶ୍ନ ଆମକୁ ଦେଲା ପିଲାମାନେ, ଏଇ ରାସାୟନିକ ପ୍ରତିକ୍ରିୟା ସମ୍ବନ୍ଧରେ କେଉଁ ଉକ୍ତିଟି ଠିକ୍ ନୁହଁ। ଏଠି ଆମକୁ ଯେଉଁ ରାସାୟନିକ ସମୀକରଣଟା ଦେଇଛି କେଉଁ ଉକ୍ତିଟି ଠିକ୍ ନୁହେଁ। ପିଲାମାନେ ଆମେ ଜାଣିଛେ ତୀରର ବାମ ପଟେ ଯାହା ଲେଖା ହେଇଛି ତାକୁ କ'ଣ କହିବା? ପ୍ରତିକାରକ କହିବା। ତୀରର ଡାହାଣ ପଟେ ଯାହା ଲେଖା ହେଇଛି ତାକୁ ଉତ୍ପାଦ ବୋଲି କହିବା। ତାହେଲେ ପିଲାମାନେ ଆମେ ପଢ଼ିଛେ ଗୋଟେ ଜାରିତ ହେଉଛି ବିଜାରିତ ହେଉଛି, ବୁଝିହେଲା। ତାହେଲେ ମନେ ରଖିଥ, ଅକ୍ସିଜେନ ଯିଏ ହରେଇବ ସିଏ ହେଲା ବିଜାରିତ ହେବ, ଆଉ ଅକ୍ସିଜେନ ଯିଏ ଗ୍ରହଣ କରିବ ତାହେଲେ ସିଏ ଜାରିତ ହେଉଛି। ଏତିକି ବୁଝିପାରିଲ କି ନାହିଁ ମୋତେ କୁହ? ଏତିକି ଯଦି ବୁଝିପାରିଲ ପାଠ ତୁମ ପାଇଁ ସହଜ। ତାହେଲେ ଅକ୍ସିଜେନ ଏଠି ପିଲାମାନେ ଲେଡ୍ ଅକ୍ସାଇଡ୍ ପାଖରେ ଲେଡ୍ ଅକ୍ସାଇଡ୍ ଥିଲା, ଅକ୍ସିଜେନ ଓ ଏଠି ଅଛି, ଏଠି ଲେଡ୍ ପାଖରେ ଅକ୍ସିଜେନ ଅଛି କି ନାହିଁ? ତାହେଲେ ଅକ୍ସିଜେନ ହରେଇଛି। ତାହେଲେ କିଏ ହରେଇଛି? ଲେଡ୍ ହରେଇଛି ହେଲା। ପିବି ହେଉଛି ଲେଡ୍ର ଫର୍ମୁଲା। ତାହେଲେ ଲେଡ୍ଟା କ'ଣ ହେଉଛି? ବିଜାରିତ ହେଉଛି, ଯିଏ ଅକ୍ସିଜେନ ହରେଇଛି। ତାପରେ କ'ଣ ନେକ୍ସଟ କଥା କ'ଣ କହିଲି? ଯିଏ ଅକ୍ସିଜେନ ଗ୍ରହଣ କରିବ ତାହେଲେ ସିଏ ଜାରିତ ହେଉଛି। ଏଠି ପିଲାମାନେ ଖାଲି କାର୍ବନ ଥିଲା, କାର୍ବନ କ'ଣ ଗଲା? O2 ଇଏ ହେଇଗଲା, O2 ମିଶିଲା। ତାହେଲେ O2 ଗ୍ରହଣ କଲା, ଅକ୍ସିଜେନ ଗ୍ରହଣ କଲା, କିଏ ଗ୍ରହଣ କଲା? କାର୍ବନ ଗ୍ରହଣ କଲା। ତାହେଲେ କାର୍ବନ ଡାଇଅକ୍ସାଇଡ୍ ଏଠି କ'ଣ ହେଉଛି? ଜାରିତ ହେଉଛି, ବୁଝିହେଲା। ତାହେଲେ ଏଟା ଠିକ୍ ହେଇଗଲା, ଆମର ବିଟା ବି ଠିକ୍ ହେଇଗଲା, ବୁଝିହେଲା। ତାପରେ ସି ଯିବା, କାର୍ବନ ଜାରିତ ହେଉଛି, କାର୍ବନ ପିଲାମାନେ ଅକ୍ସିଜେନ ଗ୍ରହଣ କରୁଛି କାର୍ବନ ଏଠି। ତାହେଲେ ଏଇ ଆଉ ନାହିଁ, ଆଉ ସବୁ ଭୁଲ। ତାହେଲେ ଏ ଓ ବି ହେଉଛି କରେକ୍ଟ ଆନ୍ସର। ତାହେଲେ ଅପସନ୍ ଆଇ ହେଲା, ଏ ଓ ବି ହେଉଛି କରେକ୍ଟ ଆନ୍ସର। 2 ନମ୍ବର ପ୍ରଶ୍ନ ପିଲାମାନେ ଦେଖିବା, ଭଲରେ ବୁଝିବ, ପରୀକ୍ଷାରେ ସବୁତକ କରିବ। ଦେଇଛି ଫେରିକ ଅକ୍ସାଇଡ୍ ଆଲୁମିନିୟମ ସହିତ ରିଆକ୍ସନ କରିକି ଆଲୁମିନିୟମ ଅକ୍ସାଇଡ୍ ପ୍ଲସ୍ ଫେରିକ ବାହାରି ପଡ଼ିଲା ହେଲା। ତାହେଲେ ଉପରେ ଦିଆଯାଇଥିବା ରାସାୟନିକ ପ୍ରତିକ୍ରିୟାଟି କେଉଁ ପ୍ରକାର ପ୍ରତିକ୍ରିୟା? ପିଲାମାନେ ମୁଁ ଟିକେ ଆନ୍ସର ଦେଇଛି ବିସ୍ଥାପନ ପ୍ରତିକ୍ରିୟା, କିନ୍ତୁ ବୁଝିବା ଆମେ। ଦେଖ ପିଲାମାନେ, ବିସ୍ଥାପନ ପ୍ରତିକ୍ରିୟା ଦେଖ, ଏଇଠି ଆମର ଅକ୍ସିଜେନ ଥିଲା, ଅକ୍ସିଜେନ କିଏ ହରେଇଲା? ଆଇରନ୍ ହରେଇଲା, ଫେରିକ ଅକ୍ସାଇଡ୍ ହରେଇଲା ହେଲା। କିଏ ଗ୍ରହଣ କଲା? ଆଲୁମିନିୟମ ଅକ୍ସାଇଡ୍ ହେଲା, ବୁଝିହେଲା। ତାହେଲେ ଗୋଟେ କମ୍ପାଉଣ୍ଡ ଯଦି ନିଜେ ଅକ୍ସିଜେନ ହରେଇକି ଅନ୍ୟ ଜଣଙ୍କୁ ଦେଉଛି ହେଲା, ଏଇଟାକୁ ଏଇ ପ୍ରତିକ୍ରିୟା ଆମେ ବିସ୍ଥାପନ, ମାନେ ଆର ଅକ୍ସିଜେନକୁ ଇଏ ନେଇଗଲା, ବୁଝିହେଲା। ଯଦି ଉଭୟଙ୍କର ହେଇଥାନ୍ତା, ୟା ପାଖରେ ବି ଯଦି କ'ଣ ଗୋଟେ ଅକ୍ସିଜେନ ହେରିକା ଥାନ୍ତା, ୟା ଅକ୍ସିଜେନକୁ ସିଏ ନେଇଥାନ୍ତା, ଆ ଅକ୍ସିଜେନକୁ ଇଏ ନେଇଥାନ୍ତା, ତାହେଲେ ଏଇଟା କେଉଁ ପ୍ରତିକ୍ରିୟା ହେଇଥାନ୍ତା? ଏଇଟା ହେଇଥାନ୍ତା ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟା। ଯେହେତୁ ଜଣଙ୍କର ନେଉଛି, ମାନେ ଖାଲି ଫେରିକ ଅକ୍ସାଇଡ୍ର ଆଲୁମିନିୟମ ନେଉଛି, ତାହେଲେ ଏଇଟା ଗୋଟେ ପ୍ରକାର ପ୍ରତିକ୍ରିୟା ହେଉଛି ବିସ୍ଥାପନ ପ୍ରତିକ୍ରିୟା। 3 ନମ୍ବର ଦେଖ ପିଲାମାନେ, ଦେଇଛି ଲଘୁ ହାଇଡ୍ରୋକ୍ଲୋରିକ ଏସିଡକୁ ଲୁହା ଗୁଣ୍ଡରେ ମିଶାଇଲେ କ'ଣ ଘଟେ? ଠିକ୍ ଉତ୍ତରରେ ଠିକ୍ ଚିହ୍ନ ଦେବା ଆମେ, ବୁଝିହେଲା। ତାହେଲେ ପିଲାମାନେ ହାଇଡ୍ରୋକ୍ଲୋରିକ ଏସିଡକୁ ଯଦି ଆମେ ଲୁହା ଗୁଣ୍ଡରେ ମିଶାଇବା, ହାଇଡ୍ରୋକ୍ଲୋରିକ ଏସିଡ୍ ଫର୍ମୁଲା କ'ଣ ଜାଣିଛେ ଆମେ? HCl, ହଁ କି ନାହିଁ? HCl କି ନାହିଁ? HCl। ହଉ, କ'ଣ ମିଶାଇବା? ଲୁହା ଗୁଣ୍ଡ ମିଶାଇବା। ତାହେଲେ ଲୁହା ଆମେ ଜାଣିଛେ କ'ଣ ଫର୍ମୁଲା? ଏତିକି ଖାଲି ଜାଣ, Fe। ତାହେଲେ ଆମର ବାହାରିଯିବ କ'ଣ? FeCl2 ବାହାରିଯିବ, ଆଉ ପ୍ଲସ୍ ହାଇଡ୍ରୋଜେନ୍ ବାହାରିଯିବ, ବୁଝିହେଲା। ମାନେ ହାଇଡ୍ରୋଜେନ୍ ଗ୍ୟାସ୍ ପ୍ଲସ୍ ଆଇରନ୍ କ୍ଲୋରାଇଡ୍ ହେଲା। Fe ହେଲା ଆଇରନ୍, Cl2 ହେଲା କ୍ଲୋରାଇଡ୍। ତାହେଲେ ହାଇଡ୍ରୋଜେନ୍ ଗ୍ୟାସ୍ ଓ ଆଇରନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ। ତାହେଲେ ଏଇଟା ଆମର କରେକ୍ଟ ଆନ୍ସର ହେଇଯାଉଛି, ବୁଝିହେଲା। 4 ନମ୍ବର ପିଲାମାନେ ଆମକୁ ଦେଲା ଏକ ସମତୁଲ ରାସାୟନିକ ସମୀକରଣ କ'ଣ? ରାସାୟନିକ ସମୀକରଣ ଗୁଡ଼ିକ କାହିଁକି ସମତୁଲ ହେବା ଉଚିତ? ବଢ଼ିଆ କୋଶ୍ଚିନ୍ ପିଲାମାନେ ହେଲା, ପାଠ ବଢ଼ିଆ ବୁଝିବା ଆମେ। ତାହେଲେ ସମତୁଲ ରାସାୟନିକ ସମୀକରଣ କ'ଣ କହିବା ପିଲାମାନେ? ଆଗ ମୋତେ କୁହ, ଏଇ ତୀରର ବାମ ପଟେ କ'ଣ କହିଲି ତମକୁ? କ'ଣ କହିଲି? ପ୍ରତିକାରକ। ତୀରର ଡାହାଣ ପଟେ ଉତ୍ପାଦ। ଏତିକି ଆଗ ବୁଝ ଯେ ଦେଖ କରିଦେବା, ପୁରା ଏକ୍ଜାମ୍ପଲ୍ ଦେଖିଲେ ତମେ ବୁଝିବ, ତମେ ସେମିତି ବୁଝିବନି, ମୁଁ ଜାଣିଛି, ବୁଝିହେଲା। ହଉ, ଆଗ ଦେଖ ସମତୁଲ ରାସାୟନିକ ସମୀକରଣ କାହାକୁ କୁହାଯାଏ? ଯେଉଁ ରାସାୟନିକ ସମୀକରଣରେ
ବାମ ପାର୍ଶ୍ୱରେ ମାନେ ପ୍ରତିକାର କରେ ହେଲା ଥିବା ମୌଳିକ ପରମାଣୁ ସଂଖ୍ୟା ଦକ୍ଷିଣ ପାର୍ଶ୍ୱରେ ଥିବା ମୌଳିକ ପରମାଣୁ ସଂଖ୍ୟା ସହ ସମାନ ହୁଏ ତାହାକୁ ସମତୁଲ ରାସାୟନିକ ସମୀକରଣ କୁହାଯାଏ। ଏତିକି ବୁଝିପାରିଲ କି ନାହିଁ ମୋତେ କୁହ। ଯଦି ପ୍ରତିକାରକର ମୌଳିକର ପରମାଣୁ ସଂଖ୍ୟା ମନେକର ଏଇଠି ଆମର HCl ଅଛି ବୁଝିହେଲା, ଏପଟେ ଅଛି H+Cl ହଁ କି ନାହିଁ, ଏହା କହିଲି HCl ଏପଟେ ଅଛି H+Cl। ତାହେଲେ ଏପଟେ ଯେଉଁ ପ୍ରତିକାରକରେ ହାଇଡ୍ରୋଜେନ କେତେଟା ଗୋଟେ, ଉତ୍ପାଦରେ ଗୋଟେ, କ୍ଲୋରିନ୍ ଗୋଟେ, ଏପଟେ ମଧ୍ୟ କ୍ଲୋରିନ୍। ଯଦି ପ୍ରତିକାରକର ପରମାଣୁ ସଂଖ୍ୟା ଉତ୍ପାଦର ପରମାଣୁ ସଂଖ୍ୟା ସହିତ ସମାନ ହୁଏ ତାହାକୁ ଗୋଟେ ଆମେ ସମତୁଲ ରାସାୟନିକ ସମୀକରଣ କହିବା। ବୁଝି ହେଲା କି ହେଲାନି? ତାପରେ ଡବଲ ଆଇ ପଏଣ୍ଟ ଦେଖ, ଡାଲ୍ଟନଙ୍କ ପରମାଣୁ ତତ୍ତ୍ୱ ଅନୁସାରେ ରାସାୟନିକ ପ୍ରତିକ୍ରିୟା ସମୟରେ ପରମାଣୁ ଗୁଡ଼ିକର ସୃଷ୍ଟି ହୁଏ ନାହିଁ କିମ୍ବା ବିନାଶ ଘଟେ ନାହିଁ। ବୁଝିହେଲା, ଡାଲ୍ଟନ କହିଥିଲେ ପ୍ରଥମେ ରାସାୟନିକ ପ୍ରତିକ୍ରିୟା ସମୟରେ ପରମାଣୁ ଗୁଡ଼ିକର ସୃଷ୍ଟି ହୁଏ ନାହିଁ କି ବିନାଶ ହୁଏ ନାହିଁ। ଏହା ଏକ ଅସମତୁଲ ରାସାୟନିକ ସମୀକରଣର ଉଭୟ ପାର୍ଶ୍ୱରେ ପରମାଣୁ ଗୁଡ଼ିକର ମୋଟ ବସ୍ତୁତ୍ୱ। ବୁଝିହେଲା, ଏଇ ଯେଉଁ ଉଭୟ ପଟରେ ପରମାଣୁ ସଂଖ୍ୟା ଅଛି ତାଙ୍କର ବସ୍ତୁତ୍ୱ ସେଇଟା ଲେଖାଯାଇଛି। ତାହେଲେ ଟ୍ରିପଲ ଆଇ ଦେଖିବା, ବସ୍ତୁତ୍ୱ ସଂରକ୍ଷଣ ନିୟମ ଅନୁସାରେ ପିଲାମାନେ କୌଣସି ଏକ ରାସାୟନିକ ସମୀକରଣ ଉତ୍ପାଦରେ ଥିବା ମୌଳିକ ଗୁଡ଼ିକର ମୋଟ ବସ୍ତୁତ୍ୱ ପ୍ରତିକାରକରେ ଥିବା ମୌଳିକ ଗୁଡ଼ିକର ମୋଟ ବସ୍ତୁତ୍ୱ ସହିତ ନିଶ୍ଚୟ ସମାନ ରହିବ। ମୌଳିକର ମୋଟ ବସ୍ତୁତ୍ୱ ଏହାର ପରମାଣୁ ସଂଖ୍ୟା ଉପରେ ନିର୍ଭର କରୁଥିବାରୁ ରାସାୟନିକ ସମୀକରଣକୁ ସମତୁଲ କରିବାକୁ ପଡ଼ିଥାଏ। ବୁଝିହେଲା, କାହିଁକି ରାସାୟନିକ ସମୀକରଣକୁ ସମତୁଲ କରେ? ତାଙ୍କର ବସ୍ତୁତ୍ୱ ପିଲାମାନେ ହେଲା ଯେମିତି ହେଲେ ହାଇଡ୍ରୋଜେନ ଆଉ ସେପଟ ହାଇଡ୍ରୋଜେନର ବସ୍ତୁତ୍ୱ ସମାନ ରହିବାକୁ ପଡ଼ିବ। ତେଣୁ ଯେମିତି ହେଲେ ଆମେ କ'ଣ ସମତୁଲ କରିବାକୁ ପଡ଼ିବ। 5 ନମ୍ବର ପିଲାମାନେ ଆମକୁ ଦେଇଛି ହେଲା, ରାସାୟନିକ ସମୀକରଣ ଗୁଡ଼ିକ କ'ଣ କରିବା ଲେଖିବା। ପିଲାମାନେ ହାଇଡ୍ରୋଜେନ ଗ୍ୟାସ୍ ସବୁ ଲେଖିଦେଇଛି, କିଛି ବସ୍ତ ନାହିଁ। ପ୍ଲସ୍ ହାଇଡ୍ରୋଜେନ ଗ୍ୟାସ୍ ପ୍ଲସ୍ ନାଇଟ୍ରୋଜେନ ଗ୍ୟାସ୍ ତୀର ଚିହ୍ନ ଦେବ ହେଲା, ଆମର କ'ଣ ତିଆରି ହେବ ଆମୋନିଆ ତିଆରି ହେବ ହେଲା। ଏଇଟା ହେଲା ପ୍ରଥମେ NH2 ସୂଚକ ସମୀକରଣ, ସମତୁଲତାକୁ ସମତୁଲ କଲେ ଏଇଟା ବାହାରିବ ହେଲା। ଏଇଟା ହେଲା ମେନ୍ ସମୀକରଣ, ଏଇଟା ଆମୋନିଆ, ଆମୋନିଆ ଫର୍ମୁଲା NH3, NH2 ନୁହଁ ହେଲା, NH2 ଏଇଟା ପ୍ରଥମେ ସୂଚକ, ତାପରେ ସମତୁଲ କରାହେଇଛି ତଳେ ହେଲା, ଦୁଇଟାଙ୍କ ଲେଖିବ। ତାପରେ ବିରେ ଦେଖ, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ବାୟୁରେ ଜଳିଲେ ହାଇଡ୍ରୋଜେନ ସଲଫାଇଡ୍ ହେଲା H2S, ବାୟୁ ମାନେ ଅକ୍ସିଜେନ, ଆମର କ'ଣ ତିଆରି ହେଲା S ଯାଇକି ଏଠି ମିଶିଗଲା, SO2 ହେଲା ଗୋଟେ, ତାପରେ ଏଠି ସମତୁଲ H2 ତାପରେ ସମତୁଲ କରିଦିଆ ହେଇଛି ଆଉ। ବୁଝିହେଲା, ତାପରେ ସିରେ ଦେଲା ବେରିୟମ କ୍ଲୋରାଇଡ୍ ଆଲୁମିନିୟମ ସଲଫେଟ୍। ବୁଝିହେଲା, ବେରିୟମ କ୍ଲୋରାଇଡ୍ Al2 ଆଲୁମିନିୟମ ସଲଫେଟ୍ ଫର୍ମୁଲା Al2SO4 ବାହାରିବ ବେରିୟମ ସଲଫେଟ୍ ପ୍ଲସ୍ ଆଲୁମିନିୟମ କ୍ଲୋରାଇଡ୍, ଏଠି ସମତୁଲ କରିଦେଇଛି। ତାପରେ ଡିରେ ଦେଖିବା, ଲଙ୍ଗ କୋଶ୍ଚିନ୍ ପିଲାମାନେ କେମିତି ସମତୁଲ ହେବ ବି ସର୍ଟ କୋଶ୍ଚିନ୍ ମୁଁ ଆଗରୁ ଗୋଟେ ଭିଡ଼ିଓରେ କରିଦେଇଛି, ତୁମେ ଚାହିଁଲେ ଦେଖିପାରିବ ହେଲା, ଡିସ୍କ୍ରିପସନ୍ ବକ୍ସରେ ଲିଙ୍କ ଦେଇଦେବି। ଡିରେ ପଟାସିୟମ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରି ହେଲା, ପଟାସିୟମ ଜଳ ସହିତ ରିଆକ୍ସନ୍ କଲା, ପଟାସିୟମ ହାଇଡ୍ରୋକ୍ସାଇଡ୍ ପ୍ଲସ୍ ହାଇଡ୍ରୋଜେନ ତିଆରି ହେଲା। ତାପରେ 6 ନମ୍ବର ଦେବା, ନିମ୍ନ ଲିଖିତ ରାସାୟନିକ ସମୀକରଣକୁ ସମତୁଲ କରିବା ପିଲାମାନେ ହେଲା। ତମକୁ ଏଇଟା ଆଗରୁ ବୁଝେଇଛି, ଆଉ ଥରେ କହିଦେଉଛି। ଦେଖ ପିଲାମାନେ, ହାଇଡ୍ରୋଜେନ ଦେଖ ହେଲା, ଏଇଟା ହେଲା ପ୍ରତିକାର ଘର, ଏଇଟା ହେଲା ଉତ୍ପାଦ ଘର। ତାହେଲେ ହାଇଡ୍ରୋଜେନ କେତେଟା ଅଛି ପ୍ରତିକାରରେ ଗୋଟେ, ଏପଟେ କେତେଟା ଅଛି ଦୁଇଟା, ତାହେଲେ ହାଇଡ୍ରୋଜେନ ଏଠି ସମତୁଲ କରିବା, ତାହେଲେ ଏଠି 2 ଗୁଣିଦେବା, ଏଠି ଦେଖ 2 ଗୁଣା ହେଲା। ତାପରେ ନାଇଟ୍ରୋଜେନ, ତାପରେ ସବୁତକ ଦେଖ, ତାପରେ ନାଇଟ୍ରୋଜେନ କେତେଟା ଅଛି, ନାଇଟ୍ରୋଜେନ ଏପଟେ ଗୋଟେ ଥିଲା, ଏଇଠି 2 ଗୁଣି ଦେବାରୁ 2ଟା ହେଇଗଲା, ନାଇଟ୍ରୋଜେନ ଏପଟେ ବି 2ଟା ସମତୁଲ ଅଛି। ଅକ୍ସିଜେନ କେତେଟା, ଇଏ 3ଟା, ଇଏ 2 ଗୁଣି 3 ଦୁଗୁଣେ 6, ଇଏ 2 8ଟା, ତାହେଲେ 3 ଦୁଗୁଣେ 6, ଇଏ ଗୋଟେ ଅଛି, ଏଠି ଆମେ 2 ଗୁଣିଦେବା, ତାହେଲେ ବର୍ତ୍ତମାନ ସମତୁଲ ହେଇଗଲା। ବୁଝିହେଲା, ତାପରେ ଯିବା ଆମେ, ଏଇଟା ପିଲାମାନେ 2S2 ହେଲା, ଏଠି ଭୁଲ ଲେଖା ହେଇଛି 2S2, କାରଣ ହାଇଡ୍ରୋଜେନ ଦେଖିବା, ହାଇଡ୍ରୋଜେନ 4, ହଁ 4, ଏଇଟା 2S2। ବୁଝିହେଲା, ତାପରେ ବିରେ ଦେଇଛି NaOH ପ୍ଲସ୍ H2SO4 ହେଲା। ଦେଖ Na ଏପଟେ କେତେଟା ଅଛି, ଗୋଟେ ଅଛି, ଏପଟେ 2ଟା ଅଛି, ତାହେଲେ 2 ଗୁଣା ହେଲା। ବୁଝିହେଲା, 2NaOH ହେଲା, ସେତିକି ତ ଆଉ, 2 ଗୁଣି ଦେଲେ ହଁ। ତାପରେ ଏଇଠି ଆମର ଓଟା କେତେ ଅଛି, ଏଠି 2 ଗୁଣି ଦେଲେ 2ଟା ଓ, ଏଠି 4ଟା ଓ, 6ଟା ଓ, ଏଠି 4ଟା ଓ, ଏଠି ଗୋଟେ ଓ, ତାହେଲେ ଏଠି 2 ଗୁଣିବାକୁ ପଡ଼ିବ, ତାହେଲେ ଏଠି 2 ଗୁଣିଲେ ସମତୁଲ ହେଇଗଲା।
बुझेगा ये भाव में सबुतक कर सबुतक करदे सी डी करदे डीटा बोधे समतुल थिला 7 नंबर पिला माने यही रासायनिक प्रतिक्रिया गुड़िक समतुल रासायनिक समीकरण आम लिखा है कैल्शियम हाइड्रोक्साइड CaOH होल 2 कार्बन डाइऑक्साइड CO2 तैयारी हम कैल्शियम कार्बोनेट CaCO3 आउ जल H2O फर्मूला है फर्मूला टी मन रख मन रहा जिंक Zn सिल्वर नाइट्रेट AgNO3 जिंक नाइट्रेट तैयारी हम ZnNO3 होल 2 प्लस सिल्वर तापर सी रे एल्युमिनियम प्लस कपर क्लोराइड है तैयारी हम एल्युमिनियम क्लोराइड प्लस कपर तापर डी रे देला हमको बेरियम क्लोराइड है BaCl2 पोटासियम सल्फेट है K2SO4 तैयारी हम बेरियम सल्फेट प्लस पोटासियम क्लोराइड 8 नंबर देइछि निम्नलिखित रासायनिक प्रतिक्रिया गुड़िया समतुल रासायनिक समीकरण लेख है ताले इटा भी सेया सेम देइछि आयरन सल्फाइड फॉर्मूला बन रखियो FeS है तापर H2SO4 तैयारी एटा सल्फ्यूरिक एसिड तैयारी हम आयरन सल्फेट प्लस हाइड्रोजन सल्फेट तापर बी रे जिंक कार्बोनेट फॉर्मूला ZnCO3 तैयारी हम ZnO जिंक ऑक्साइड प्लस कार्बन डाइऑक्साइड सी रे हाइड्रोजन गैस प्लस क्लोरीन गैस तैयारी हम कौन हाइड्रोक्लोरिक एसिड तापर डी रे कौन मैग्नेशियम Mg प्लस हाइड्रोक्लोरिक एसिड तैयारी हम मैग्नेशियम क्लोराइड प्लस H2 के प्रकार प्रतिक्रिया भी लिखिबो हला ये संश्लेषण प्रतिक्रिया ये विघटन प्रतिक्रिया 9 नंबर देखिया पिला माने 9 नंबर आमु देइछि ताप उत्पादी और ताप शोषी रासायनिक प्रतिक्रिया कौन बुझा पिला माने जेउ रासायनिक प्रतिक्रिया रे उत्पाद उत्पन्न माने रासायनिक प्रतिक्रिया होची उत्पाद तैयारी हबो ता सहित ताप निर्गत हम से ही प्रकार रासायनिक प्रतिक्रिया को आम कौन कहवा ताप उत्पादी रासायनिक प्रतिक्रिया उदाहरण देख है कैल्शियम ऑक्साइड प्लस H2O CaOH होल 2 देख समित चूर्णटा नुह कि ताप हो निर्गत हम बाहर है जी कली चूर्ण को जो जल मिसेदेवा देख समित चूर्ण बांफ भाया बाहर बुझेगा ये लिखाई ये आम कौन बाहर है तापर डबल आई रे प्राकृतिक गोटे एग्जांपल दे देछि देख प्राकृतिक गैस रो दहन फल अंगारकाम्ल है प्राकृतिक गैस है मिथेन ए अंगारकाम्ल गैस बाहर प्लस वाटर बाहर सब एग्जांपल देछि एग्जांपल दुईटा मन रख बेसी दरकार ना आमर तापर ताप शोषी प्रतिक्रिया जो रासायनिक प्रतिक्रिया ताप शक्ति शोषित हुए ताहाकु ताप शोषी बा ताप ग्राही है रासायनिक ताप कौन हम शोषित हम है बेरियम हाइड्रोक्साइड अमोनियम क्लोराइड ये तैयारी हम एग्जांपल मन रख अमोनियम हाइड्रोक्साइड प्लस बेरियम क्लोराइड 10 नंबर आमु देइछि श्वासक्रिया कहीं एक ताप उत्पादी रासायनिक प्रतिक्रिया भाव में धरा जाई थाए बुझा पिला माने श्वासक्रिया माध्यम आम शरीर जीवकोश गुड़िक मध्य संचित थिबा ऑक्सीजन सहित रक्त रे थिबा ग्लूकोज रासायनिक प्रतिक्रिया घटी अंगारकाम्ल और ताप शक्ति उत्पन्न हुए यह आम शरीर को कार्यकारी शक्ति जगाई थाए तेणु श्वासक्रिया को एक ताप उत्पादी रासायनिक प्रतिक्रिया भाव में धरा जाई थाए उदाहरण ये दिखाई है 11 नंबर विघटन प्रतिक्रिया को कहीं संश्लेषण प्रतिक्रियार विपरीत बोली कह जाए बढ़िया क्वेश्चन पिला माने है रासायनिक समीकरण लिखा बढ़िया क्वेश्चन यहाँ है पिला माने संश्लेषण प्रतिक्रिया रे कौन कहया कहल दुई किंबा दुई रु अधिक मौलिक संजोग होई यौगिक एक नूतन यौगिक उत्पन्न हुए बुझीला आ विघटन प्रतिक्रिया देख ये एग्जांपल दूसरी देख एग्जांपल देख 1 2 दुई बा दुई रु अधिक मौलिक संयुक्त होई गोटे मात्र उत्पाद तैयारी हेले ताहाको आमे कौन संश्लेषण प्रतिक्रिया कहवा विघटन प्रतिक्रिया तार उल्टाटा गोटे कौन मौलिक गोटे यौगिक कौन भांगी जदि दुई बा दुई रु अधिक मौलिक देला ताहले आमे ताको को प्रतिक्रिया कहवा विघटन प्रतिक्रिया ये भांगिला विघटन हैला बुझीला एटा बढ़िया क्वेश्चन हेमिति लिखिदेव परीक्षा रे तापर 12 नंबर आमको देइछि ताप आलोक किंबा विद्युत शक्ति प्रयोग द्वारा संपादित होतिया प्रत्येक विघटन प्रतिक्रिया रासायनिक समीकरण लेख पिला माने
ताप प्रयोग द्वारा घटुवा विघटन प्रतिक्रिया कौन? कैल्शियम कार्बोनेट को उत्तप्त कले यह विघटित हो कैल्शियम पढ़िले CaCO3 को उत्तप्त कले कौन या CaO + CO2 है। ये भी गोटे विघटन प्रतिक्रियार उदाहरण ये तो चून पत्थर कली चून बाहर अंगारकाम्ल गैस डबल आई सेमती सिल्भर क्लोराइड को ये कले आमर कौन सिल्भर प्लस क्लोरीन गैस बाहर। आहरी गोटे एग्जांपल देवी विद्युत शक्ति प्रयोग द्वारा घटुवा विघटन प्रतिक्रिया कौन वाटर को भांगिले H2 + O2। 13 नंबर प्रश्न पिला माने विस्थापन और द्वैत विस्थापन प्रतिक्रिया बढ़िया क्वेश्चन देछि पिला माने विस्थापन कौन कहल एबे बुझेइथिली एक जी देख सल्फेट आयन है SO4 आयन सल्फेट आयन क्या पाखे अच्छी कहले मत कपर पाखे अच्छी जिंक हूँ गोटे चोर मन रखी था जिंक हूँ दुनियार सर्वश्रेष्ठ चोर सी कौन कर कपर सल्फेट आयन को नहीं बुझीला ताले जिंक सल्फेट आमर तैयारी हम कपर ये आउ गोटे विस्थापन प्रतिक्रियार उदाहरण देवी प्रथमे सल्फेट आयन हूँ गोटे झील सी भल पाला क्या कपर को भल पाला तेणु कपर सल्फेट थिला तापर किंतु कपर सल्फेट कपरटा आमर अनसक्सेसफुल सफलता पाइलानी तेणु एफी गोटे बड़ चाकरी करिछि आयरन गोटे बड़ चाकरी करिछि तेणु एठी कौन है सल्फेट आयन किए नहीं गला आयरन नहीं गला कपर भल पाइबा सेमिति रहीगला ताले आमर तैयारी है एफी सल्फेट एटा प्लस कपर है प्लस सीयू लिखिबो एटी सीयू है कपर एकुटिया है कि सारा जीवन रहिला कांतेला तापर द्वैत विस्थापन प्रतिक्रिया कही पिला माने AgNO3 + NaCl तैयारी है आमर AgCl + NaNO3 एतिकी बुझी पारुथिबो हैला देख दिजणाक बड़ चोर एठी हैला या नाइट्रेट आयन को नहीं गला किए भूल लिखाई हाँ ठीक लिखाई Na नहीं गला हैला ताले NO3 की नब Na ताले केते हबो NaNO3 आउ Cl को किए नब Ag नब ताई हबो AgCl सेमिति Ba को नब किए SO4 आयन Na2 को नब Cl2 नब ताले 2NaCl + बेरियम सल्फेट ये हूँ द्वैत विस्थापन प्रतिक्रिया। तापर जीवा 14 नंबर पिला माने सिल्भर शोधन रे कपर धातु द्वारा सिल्भर नाइट्रेट द्रवण सिल्भर को अपसारण कर सिल्भर निष्कासन करा जाए यह सहित संपृक्त रासायनिक पिला पढ़िया पड़ो आमर पिला माने कपर और सिल्भर नाइट्रेट द्रवण रे प्रतिक्रिया घटिले कपर नाइट्रेट और धातव सिल्भर सृष्टि हुए बुझेला कपर प्लस सिल्भर नाइट्रेट प्रतिक्रिया है कपर नाइट्रेट प्लस सिल्भर तैयारी है यहाँ मन रखिदेव एटा सहजटा जे 15 नंबर देइछ हमको अवक्षेपण प्रतिक्रिया कहले कौन बुझ उदाहरण द्वारा बुझा पिला माने अधिकांश द्वैत विस्थापन प्रतिक्रिया माने या आयन को सी नहीं जीव ता आयन को ये आणिबो हरी जलीय द्रवण रे दुईटी आयनिक यौगिक मध्य प्रतिक्रिया घटी एक अद्रवणीय उत्पादन सृष्टि करिथाय यह को अवक्षेप कहा जाए बुझेला तो आउ से अवक्षेप जो रासायनिक प्रतिक्रिया अद्रवणीय उत्पाद बा अवक्षेप सृष्टि हुए ताहाकू अवक्षेपण प्रतिक्रिया कह जाए रासायनिक प्रतिक्रिया आम अवक्षेपण कहवा आउ जो प्रोडक्टा तैयारी है से प्रोडक्टा को अवक्षेप कहवा एति खाली बुझ तापर उदाहरण देख हाँ ये तुमको कहीदे यही रासायनिक प्रतिक्रिया को मनकर अवक्षेपण कहवा ये जो प्रोडक्ट तैयारी है कि ये प्रोडक्टा को आम अवक्षेप आ पूरा रासायनिक प्रतिक्रिया को अवक्षेपण रासायनिक प्रतिक्रिया कहवा ये उदाहरण दिखाई 16 नंबर पिला माने ऑक्सीजन ग्रहण और ऑक्सीजन परिहार दृष्टि निम्नलिखित रासायनिक प्रतिक्रिया दुईटी बुझा प्रत्येक दुईटी लेखाएं उदाहरण दियो पिला माने जारण और विजारण है उदाहरण पिला माने जारण कौन कही जी ऑक्सीजन ग्रहण करे किंबा हाइड्रोजन हराए ताकू आम जारण बोली कहवा है ताहले उदाहरण जारण क्या कहवा देख कपर कौन कला ऑक्सीजन ग्रहण कला है ताहले आकु आम जारण बोली कहवा विजारण देख है एठी आहुरी एग्जांपल देछि मध्य
ହେଲା ମ୍ୟାଗ୍ନେସିୟମ୍ ସହିତ କିଏ ଅକ୍ସିଜେନ୍ ରିଆକ୍ସନ୍ କଲା ତାହେଲେ ଅକ୍ସିଜେନ୍ କିଏ ଗ୍ରହଣ କଲା ମ୍ୟାଗ୍ନେସିୟମ୍ କଲା ତାହେଲେ ଏଠି ବିଜାରଣ ହେଲା ଜାରଣ ହେଲା ତାପରେ ବିଜାରଣ ମାନେ ଅକ୍ସିଜେନ୍ ହରେଇବ କିମ୍ବା ହାଇଡ୍ରୋଜେନ୍ ଗ୍ରହଣ କରିବ ବୁଝିହେଲା ଅକ୍ସିଜେନ୍ ହରାଏ କିମ୍ବା ହାଇଡ୍ରୋଜେନ୍ ଗ୍ରହଣ କରେ ଦେଖ ଏଇଠି ଦେଖ ଏଇଟା ମନେ ରଖିଥ ହେଲା ଅକ୍ସିଜେନ୍ ହରେଇଲା କପର ଏଠି ବିଜାରଣ ହେଲା ଏଠି ମଧ୍ୟ ଅକ୍ସିଜେନ୍ ହରେଇଛି ବିଜାରଣ ହେଲା ତାପରେ 17 ନମ୍ବର ଯିବା ଏକ ଉଜ୍ଜ୍ୱଳ ବାଦାମୀ ବର୍ଷର ମୌଳିକ ଏକ୍ସକୁ ଗରମ କଲେ କଳା ହେଇଯାଏ ମୌଳିକ ଏକ୍ସ ଏବେ ଏବଂ ସୃଷ୍ଟି ହୋଇଥିବା କଳା ଯୌଗିକର ନାମ ଲେଖ ପିଲାମାନେ ଏଇଟା କ୍ୱେଶ୍ଚିନ୍ ନୁହେଁ କି ପରୀକ୍ଷାରେ ଆସେ କିନ୍ତୁ ଆମକୁ ଭାବୁଥିବା ଆଉଟ୍ ଅଫ୍ ଦି ସିଲାବସ୍ ଆସିଛି କିନ୍ତୁ ନାହିଁ ଏଇଟା ଏଇ ଅଭ୍ୟାସରେ ହିଁ ଅଛି ହେଲା ଦେଖ ପିଲାମାନେ ଏକ ଉଜ୍ଜ୍ୱଳ ବାଦାମୀ ବର୍ଷର ମୌଳିକ ଏକ୍ସକୁ ଗରମ କଲେ କଳା ହେଇଯାଏ ମୌଳିକ ଏକ୍ସର ନାମ କପର ଏବଂ ସୃଷ୍ଟି ହେଉଥିବା କଳା ଯୌଗିକର ନାମ କପର ଅକ୍ସାଇଡ୍ ବୁଝିଲା ସିୟୁକୁ ଗରମ କଲେ କଳା ହୋଇଥାଏ ଆଉ ଯେଉଁଟା ସୃଷ୍ଟି ହୁଏ ସେ ହେଲା ଆମର କପର ଅକ୍ସାଇଡ୍ 18 ନମ୍ବର ଆମକୁ ଦେଲା ଲୌହ ନିର୍ମିତ ପଦାର୍ଥ ଗୁଡ଼ିକ ଉପରେ ଆମେ କାହିଁକି ରଙ୍ଗ ଲଗାଇବା ପିଲାମାନେ ଲୌହ ନିର୍ମିତ ପଦାର୍ଥ ଯଦି କିଛି ଦିନ ପାଇଁ ବାହାରେ ପଡ଼ି ରହେ ତେବେ ତା ଉପରେ ଏକ ଲୋହିତ ବାଦାମୀ ରଙ୍ଗର ପ୍ରଲେପ ମାଡ଼ିଯାଏ ଏହି ପ୍ରତିକ୍ରିୟାକୁ ଆମେ ଲୁହାରେ କଳଙ୍କି ଲାଗିବା ଲୁହାକୁ ଆମର ଯେଇଦେଲେ ବାହାରେ ପକାଇଦେଲେ କଳଙ୍କି ଲାଗିଯିବ ତେଣୁ ଲୁହା ବାୟୁମଣ୍ଡଳରେ ଜଳୀୟ ବାଷ୍ପ ସହ ରାସାୟନିକ ପ୍ରତିକ୍ରିୟା କରି ଲୌହ ଅକ୍ସାଇଡ୍ ତିଆରି ହୁଏ ଯେଉଁଟାକୁ ଆମେ ଧାତବ ଅକ୍ସାଇଡ୍ କହିବା ହେଲା ଆଉ ବାଦାମୀ ରଙ୍ଗର ପ୍ରଲେପ ହରାଇଯାଏ ଏବଂ ଧୀରେ ଧୀରେ କ୍ଷୟ ଘଟିଥାଏ ହେଲା ତାର ଉଜ୍ଜ୍ୱଳତା ମଧ୍ୟ ହରେଇ ବସେ ତେଣୁ ଲୌହ ନିର୍ମିତ ପଦାର୍ଥଟି ବାୟୁମଣ୍ଡଳରେ ଜଳୀୟ ବାଷ୍ପ ସଂସ୍ପର୍ଶରେ ନ ଆସିବା ପାଇଁ ତା ଉପରେ ରଙ୍ଗର ମାନେ ଲୁହା ଉପରେ ରଙ୍ଗ ଦେଇଦେଲେ ଆଉ ଲୁହାଟା ଜଣା ପଡ଼ିବ କି ବୁଝିହେଲା 19 ନମ୍ବର ପିଲାମାନେ ଦେଲା ତୈଳ ଓ ଚର୍ବିଯୁକ୍ତ ଖାଦ୍ୟ ସାମଗ୍ରୀ ଡବା ମଧ୍ୟରେ ଥିବା ବାୟୁ ସଂସ୍ପର୍ଶରେ ଆସି ଜାରିତ ହୋଇଥାଏ ଏବଂ ସେଥିରୁ ରହଣିଆ ଗନ୍ଧ ବାହାରେ ହେଲା ଦେଖ ପିଲାମାନେ ତୈଳ ଚର୍ବିଯୁକ୍ତ ଖାଦ୍ୟ ସାମଗ୍ରୀ ଆମର ଡବା ଭିତରେ ରହି ଜାରିତ ହୋଇଯିବ ଏବଂ ରହଣିଆ ଗନ୍ଧ ବାହାରିବ ହେଲା ୟାକୁ ପ୍ରତିହତ କରିବା ପାଇଁ ଆମେ କ'ଣ କରିବା ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର ମନେ ରଖିଥ ପିଲାମାନେ ଆମେ ଯେଉଁ କୁରୁକୁରି ଖାଉଛେ ସେଇ କୁରୁକୁରି ଭିତରେ କେଉଁ ଗ୍ୟାସ୍ ଅଛି ନାଇଟ୍ରୋଜେନ୍ ଗ୍ୟାସ୍ ବୁଝିହେଲା ଏହା ଫଳରେ ଖାଦ୍ୟ ସାମଗ୍ରୀ କୁରୁକୁରି ଦ୍ୱାରା କ'ଣ ହେବ ବହୁ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିଥିବ 20 ନମ୍ବର ପିଲାମାନେ ପ୍ରତ୍ୟେକଙ୍କ ପାଇଁ ଉଦାହରଣ ଦେଇ ନିମ୍ନଲିଖିତ ପ୍ରତିକ୍ରିୟାକୁ ବୁଝାଅ ପ୍ରଥମେ ଆମର ସଂକ୍ଷାରଣ ହେଲା ସଂକ୍ଷାରଣ ଏବେ ପଢ଼ିଲେ ଲୋହିତ ବାଦାମୀ ରଙ୍ଗର ପ୍ରଲେପ ମାଡ଼ିଯିବ ଏହାକୁ ଲୁହାର କଳଙ୍କି ଲାଗିବା ପ୍ରକ୍ରିୟା କୁହାଯାଏ ହେଲା ଯେତେବେଳେ ଏକ ଧାତୁ ତାକୁ ଘେରି ହେଲା ଜଳୀୟ ବାଷ୍ପ ସଂସ୍ପର୍ଶରେ ଆସେ ସେ ଧୀରେ ଧୀରେ କ୍ଷୟ ଘଟେ ହେଲା ସିଲ୍ ଏଇ କଳା ଦେଖ ସିଲଭର ଉପରେ ପଡ଼ୁଥିବା କଳା ଆସ୍ତରଣ କପର ଉପରେ ପଡ଼ୁଥିବା ସବୁଜ ଆସ୍ତରଣ ହେଉଛି ସାକ୍ଷରଣର ଉଦାହରଣ ପିଲାମାନେ ମନେ ରଖିଦେବ ସିଲଭର ଉପରେ କଳା ଆସ୍ତରଣ ପଡ଼େ ଆଉ କପର ଉପରେ ସବୁଜ ଆସ୍ତରଣ ପଡ଼େ ହେଲା ସଂକ୍ଷାରଣ ହେତୁ ମଟର ଗାଡ଼ି ପୋଲୋ ଲୁହାବାଡ଼ ସବୁ କ'ଣ ହେଇଯିବ ଧୀରେ ଧୀରେ କ୍ଷୟ ଅବସ୍ଥାକୁ ଆସିବ ରହଣିଆ ଅବସ୍ଥା ବିରେ ଦେଲା ଆମର ରହଣିଆ ଅବସ୍ଥା ହେଲା ଏବେ ପଢ଼ିଥିଲେ ବହୁଦିନ ଯଦି ଖାଦ୍ୟଟା ରହିଗଲା ସେଥିରୁ ରହଣିଆ ଗନ୍ଧ ବାହାରେ ଏବଂ ସଢ଼ା ଅବସ୍ଥା କୁହାଯାଏ ଯେଉଁ ପଦାର୍ଥ ଜାରଣକୁ ନିରୋଧ କରେ ପିଲାମାନେ ତାକୁ ଆମେ ପ୍ରତିଜାରକ ବୋଲି କହିବା ହେଲା ତାହେଲେ ବାୟୁରୋଧୀ ପାତ୍ରରେ ଖାଦ୍ୟ ପଦାର୍ଥ ରଖେଇଲେ କ'ଣ ହେବ ଜାରଣ ପ୍ରକ୍ରିୟା ମନ୍ଥର ହେବ ଏହା ଫଳରେ ସେଗୁଡ଼ିକର ସଂରକ୍ଷଣ ସହଜ ହୋଇଥାଏ ଜାରଣକୁ ପ୍ରତିହତ କରିବା ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍କୁ ମଧ୍ୟରେ ପୁରେଇ ଦିଆଯାଏ ହେଲା ସମ୍ପୂର୍ଣ୍ଣ ବିଷୟ ଆମର ସରିଗଲା ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବ ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବ ଧନ୍ୟବାଦ।